ସାଙ୍ଗମାନେ ଆପଣମାନେ କେବେ ଏମିତି କରିକି ଖାଇଛନ୍ତି କି? ଦେଖନ୍ତୁ ଏ ରେସିପିଟା ବନେଇକିରି ଖାଆନ୍ତୁ ନା, ନିଶ୍ଚୟ ଭଲ ଲାଗିବ। ହାଏ ହ୍ୟାଲୋ ସାଙ୍ଗମାନେ, ଦେଖନ୍ତୁ ମୋ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ପ୍ରଥମେ ବଡ଼ି ଭାଜିଦେବେ, ତାପରେ ଆପଣଙ୍କ ଘରେ ଯେତେ ବି ପନିପରିବା ଥିବ, ଯାହା ଥିବ, ସାରୁ ତ ପକାଇଲେ ଭଲ ଲାଗେ। ଆମର କିଏ ସାରୁ ଖାଆନ୍ତିନି ବୋଲି ମୁଁ ପକାଇନି। ଆଳୁ ମୁଁ ପକାଇଥିଲି, ସିଝା ଆଳୁ, କଖାରୁ, ବାଇଗଣ, ବଡ଼ି ସବୁ ଚୁନ ଚୁନ କରି କାଟି ଦେଇଥିଲି। ତାପରେ ବଡ଼ି ଭାଜି କାଢ଼ି ଦେଇକିରି ନା ତେଲ ଫୁଟଣ ଦେଇ କଞ୍ଚା ଲଙ୍କା, ପିଆଜ, ରସୁଣ ସବୁ ପକାଇଦେଲି। ତାପରେ ସେ ଗୁଣ୍ଡ ମୁଁ କଟା ହେଇଥିବା ଯେତେକ ପିଆଜ, ଯେତେକ ପରିବା ସବୁ ପକାଇ ଦେଇ, ସିଝା ଆଳୁ ଦେଇ ତାକୁ ଭଲସେ କଷା କଷି କରି ଗୋଳେଇ ଦେଲି। ତାପରେ ଟିକେ କରି ପାଉଡ଼ର, ଲଙ୍କାଗୁଣ୍ଡ ଟିକେ ମାରି ଦେଇଥିଲି। ଦେଖନ୍ତୁ ପରିବାଟା ଏମିତି ସିଝିଗଲା। ଏମିତି ସିଝିଗଲା ପରେ ମେନ୍ ଜିନିଷ ହେଉଛି ଗଜାମୁଗ। ତ ଗଜାମୁଗ ପକାଇଦେବା। ଏମିତି ଥରେ ବନେଇକିରି ଖାଆନ୍ତୁ, ବଢ଼ିଆ ଟେଷ୍ଟ ଲାଗିବ। ଦେଖନ୍ତୁ ତାପରେ ପକାଇଦେବା ସଜନା ଶାଗ। କିଛି ସମୟ ତାକୁ ଘୋଡ଼େଇ ଦେବା। ସେ ଟିକେ ସିଝିଗଲେ ପକାଇଦେବା ନଡ଼ିଆ କୋରା। ଦେଖନ୍ତୁ ହେଇଗଲା ଆମର ରେଡ଼ି ସଜନା ଶାଗ, ଗଜାମୁଗ ଭଜା। ଏମିତି କରି ବନାନ୍ତୁ, ଖାଆନ୍ତୁ, ଆଉ ବଢ଼ିଆ ଟେଷ୍ଟ ଲାଗିବ। ଆଉ ଫ୍ୟାମିଲିକି ଖୁଆନ୍ତୁ। ରହିଲି।